ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ପାପ ଏବଂ ପୁଣ୍ୟର ଫଳ ମଣିଷକୁ ନିଶ୍ଚିନ୍ତ ଭାବରେ ଭୋଗିବାକୁ ପଡ଼ିଥାଏ। ଯଦି ଆପଣମାନେ ଭାବୁଛନ୍ତି ବା ଅନୁଭବ କରୁଛନ୍ତି ଯେ ଜୀବନରେ କିଛି ପାପ କରିଛନ୍ତି, ତାହାର ଫଳରୁ ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି କିମ୍ବା କୌଣସି ପୁଣ୍ୟ କର୍ମ କରି ପାପକୁ ନଷ୍ଟ କରିବାକୁ ଚାହୁଁଛନ୍ତି, ତାହାହେଲେ ଏଥିପାଇଁ କିଛି ଉପାୟ ଆଜି ଆପଣମାନଙ୍କୁ କହିବି। ପାପ ତ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇପାରିବନି, ତେବେ କିଛି ସରଳ ଉପାୟ ଅବଲମ୍ବନ କଲେ ପାପଜନିତ କଷ୍ଟରୁ ଆପଣମାନେ ମୁକ୍ତି ପାଇପାରିବେ। ଆସନ୍ତୁ ଦେଖିବା। ମହାଭାରତରେ ଉଲ୍ଲେଖ କରାଯାଇଥିବା ଗୋଟିଏ କଥା। ମାଣ୍ଡବ୍ୟ ନାମକ ଜଣେ ଋଷି ଥିଲେ। ଦିନକର ଘଟଣା, ସେ ତପସ୍ୟାରେ ଲୀନ ଥାନ୍ତି। ଦଳେ ଚୋର କିଛି ଧନରତ୍ନ ଆଣି ଋଷିଙ୍କ କୁଟୀରରେ ଲୁଚିଗଲେ। ତାଙ୍କ ପଛେ ପଛେ ରାଜାଙ୍କର ସିପାହୀମାନେ ଚୋରମାନଙ୍କୁ ଖୋଜି ଖୋଜି ଋଷିଙ୍କ ପାଖକୁ ଆସିଲେ। ସେ ଋଷିଙ୍କ କୁଟୀରରେ ଚୋରମାନଙ୍କୁ ଦେଖିଲେ ଏବଂ ତାଙ୍କୁ ବନ୍ଦୀ ବନାଇଲେ। ଏହା ସହିତ ଋଷିଙ୍କୁ ମଧ୍ୟ ଅଭିଯୋଗ କରି କହିଲେ ଯେ ଋଷି, ଆପଣ ଏହି ଚୋରମାନଙ୍କୁ ଆଶ୍ରୟ ଦେଇଛନ୍ତି। ଆପଣ ମଧ୍ୟ ଏହି ଚୋରିରେ ସାମିଲ ଅଟନ୍ତି। ଏହା କହି ସେ ଋଷିଙ୍କୁ ମଧ୍ୟ ନିଜ ସାଙ୍ଗରେ ନେଇଗଲେ। ରାଜାଙ୍କ ଆଗରେ ଋଷି ଏବଂ ଚୋରମାନଙ୍କୁ ଦାଖିଲ କରାଗଲା। ରାଜା କହିଲେ, ହେ ଋଷିବର, ତୁମେ ଯେଉଁ ଅପରାଧ କରିଛ ସେଥିପାଇଁ ତୁମକୁ କଠୋର ଦଣ୍ଡ ମିଳିବ। ତେଣୁ ତୁମକୁ ଶୂଳୀରେ ଚଢ଼େଇ ଦିଆଯିବ। ଏହି ଦଣ୍ଡ ବିଧାନ କଲେ ରାଜା। ଏହାପରେ ଋଷିଙ୍କୁ ଶୂଳୀରେ ବସାଇବା ପାଇଁ ନିଆଗଲା। ମାଣ୍ଡବ୍ୟ ଋଷି ତ ଜଣେ ତପସ୍ୱୀ ଥିଲେ, ଜଣେ ସାଧକ ଥିଲେ। ସେ ସାଧନା ବଳରେ ଭୂମିରୁ କିଛି ଉପରକୁ ଉଠିଗଲେ, ଯାହାଦ୍ୱାରା ତାଙ୍କ ଦେହରେ ଶୂଳୀ ପଶିଲା ନାହିଁ ଏବଂ ସେ ଧ୍ୟାନସ୍ଥ ହେଲେ। ଏ ଘଟଣା ଦେଖି ସିପାହୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତୁରନ୍ତ ଯାଇ ରାଜାଙ୍କୁ କହିଲେ। ରାଜା ଜାଣିଲେ ଯେ ସେ ଜଣେ ପ୍ରକୃତରେ ସିଦ୍ଧ ସାଧକ। ତେଣୁ ରାଜା ଆସି ଋଷିଙ୍କୁ କ୍ଷମା ମାଗିଲେ। ମାଣ୍ଡବ୍ୟ ଋଷି କହିଲେ, ଦେଖ ରାଜନ୍, ତୁମେ ତୁମ କର୍ତ୍ତବ୍ୟ କରିଛ। ଏଥିରେ ତୁମର କିଛି ଦୋଷ ନାହିଁ। ମୋର କୌଣସି କର୍ମର ଫଳ ମୋତେ ମିଳୁଛି। ତେଣୁ ମୁଁ ଧ୍ୟାନ ଲଗାଇ ଦେଖୁଛି ଯେ କେତେ କର୍ମର ଫଳ ମୋତେ ଏବେ ମିଳୁଛି। ଏହା କହି ଋଷି ନିଜର ପୂର୍ବଜନ୍ମର କର୍ମଗୁଡ଼ିକୁ ସ୍ମରଣ କରିବାରେ ଲାଗିଲେ। ଏହିପରି ସେ ନିଜର 100ଟି ଜନ୍ମର କର୍ମ ସ୍ମରଣ କଲେ, ହେଲେ ବି ତାଙ୍କର କୌଣସି ପାପ ତାଙ୍କ ନଜରକୁ ଆସିଲା ନାହିଁ। ତେଣୁ ସେ ଆଶ୍ଚର୍ଯ୍ୟରେ ପଡ଼ିଲେ। ଏମନ୍ତ ଭାବି ଋଷି କହିଲେ, ଯିଏ ପାପ ପୁଣ୍ୟର ବିଚାର କରେ, ଅର୍ଥାତ୍ ଯମରାଜା, ତାଙ୍କୁ ମୁଁ ଭେଟିବା ଉଚିତ। ସେ କାହିଁକି ମୋତେ ଏଭଳି ଦଣ୍ଡବିଧାନ କଲେ? ଏହା ଭାବି ଋଷି ଚାଲିଲେ ଯମପୁରକୁ। ଯମପୁରରେ ଯମରାଜାଙ୍କୁ ଭେଟି ମାଣ୍ଡବ୍ୟ ଋଷି କହିଲେ, ତୁମେ ତ ଧର୍ମରାଜ, ଧର୍ମର ରକ୍ଷକ। ମୋର କେଉଁ ପାପ ଯୋଗୁଁ ମୋତେ ଆଜି ଏଭଳି ଦଣ୍ଡ ମିଳିଛି? ଦୟାକରି କୁହନ୍ତୁ। ମୁଁ 100ଟି ଜନ୍ମର ପାପ ମନେ ପକାଇ ସାରିଲିଣି। କୌଣସି ଜନ୍ମରେ ବି ଏମିତି କିଛି କର୍ତ୍ତବ୍ୟ କରିନି ଯାହାଦ୍ୱାରା ଏ ଜନ୍ମରେ ଶୂଳୀଦଣ୍ଡ ମୋତେ ମିଳିବ। ଯମରାଜା ଏହା ଶୁଣି ସ୍ମିତହାସ୍ୟ ଦେଲେ। କହିଲେ, ଋଷିବର, 101 ନମ୍ବର ଜନ୍ମକୁ ମନେ ପକାନ୍ତୁ। ନିଶ୍ଚିନ୍ତ କିଛି କରିଥିବେ। ଋଷି ଧ୍ୟାନସ୍ଥ ହେଲେ ଏବଂ ନିଜ ଦିବ୍ୟ ଚକ୍ଷୁ ଦ୍ୱାରା ଦେଖିପାରିଲେ ଯେ 101 ସଂଖ୍ୟକ ଜନ୍ମ ପୂର୍ବେ ସେ ଯେତେବେଳେ ଜଣେ 12 ବର୍ଷର ବାଳକ ଥିଲେ, ସେହି ସମୟରେ ଗୋଟିଏ ପତଙ୍ଗର ଲାଞ୍ଜରେ ସେ ଗୋଟିଏ କଣ୍ଟା ବାରମ୍ବାର ଲଗାଉଥିଲେ, ଯାହାଦ୍ୱାରା ସେ ପତଙ୍ଗଟି ବହୁତ କଷ୍ଟ ପାଉଥିଲା। ଏ କଥା ମନେ ପଡ଼ିବାରୁ ଋଷି ଜଣକ ଆଶ୍ଚର୍ଯ୍ୟ ହେଲେ। ତଥାପି ଯମରାଜାଙ୍କୁ କହିଲେ, ହେ ଧର୍ମରାଜ, 12 ବର୍ଷ ବୟସ ଭିତରେ ଧର୍ମ ଅଧର୍ମର ଜ୍ଞାନ ଜଣେ ବାଳକର ନଥାଏ।
ତେଣୁ ତାହାର ପାପର ହିସାବ କରାଯାଏ ନାହିଁ। ତୁମେ ଅନ୍ୟାୟ କରିଛ, ମୋତେ ଏଭଳି ଦଣ୍ଡ ଦେଇଛ, ତେଣୁ ଏଭଳି ଭୁଲ ପାଇଁ ତୁମକୁ ଶାସ୍ତି ମିଳିବା ଦରକାର। ଏହା କହି ଋଷିବର କହିଲେ, ଯମରାଜ, ମୁଁ ତୁମକୁ ଅଭିଶାପ ଦେଉଛି। ତୁମର ଏହି ଅନ୍ୟାୟ ବିଚାର ପାଇଁ ତୁମେ ମର୍ତ୍ତ୍ୟରେ ଜନ୍ମଗ୍ରହଣ କରିବ। ଯମରାଜା ମାଣ୍ଡବ୍ୟ ଋଷିଙ୍କର ଏହି ଅଭିଶାପକୁ ସହର୍ଷେ ସ୍ୱୀକାର କଲେ। ବନ୍ଧୁଗଣ, ମହାଭାରତରେ ଯେଉଁ ମନ୍ତ୍ରୀ ବିଦୁରଙ୍କ ନାମ ଆମେ ଶୁଣୁଛେ, ସେ ହେଉଛନ୍ତି ଯମରାଜାଙ୍କର ଅବତାର, ଯେ କି ମର୍ତ୍ତ୍ୟରେ ଜଣେ ନୀତିବାନ ମନ୍ତ୍ରୀ ରୂପରେ ସୁଖ୍ୟାତି ଅର୍ଜନ କରିଥିଲେ। ତେଣୁ ବନ୍ଧୁଗଣ, ଏହି ଗଳ୍ପରୁ ଆମେ ଜାଣିପାରୁଛେ ଯେ ଦୁଇ ଜଣ ଯାକ ଅର୍ଥାତ୍ ଯମରାଜା ଏବଂ ମାଣ୍ଡବ୍ୟ ଋଷି କୌଣସି ନା କୌଣସି କର୍ମ ଯୋଗୁଁ ନିଜର ଫଳ ପାଇଲେ। ଯଦିଚ ଋଷି ନିଜ ତପସ୍ୟା ବଳରେ, ନିଜର ଆଧ୍ୟାତ୍ମିକ ଶକ୍ତି ବଳରେ ସେହି ପାପର ଫଳକୁ କିଛି ସମୟ ପାଇଁ ଟାଳି ଦେଇପାରିଲେ, ହେଲେ ମଧ୍ୟ ସେ ପାପର ଦଣ୍ଡ କିଞ୍ଚିତ୍ ପରିମାଣରେ ହେଉ ପଛେ ତାଙ୍କୁ ଭୋଗିବାକୁ ପଡ଼ିଲା। ତେଣୁ ମୃତ୍ୟୁର ଦେବତା ଯମରାଜ ମଧ୍ୟ ନିଜର କର୍ମର ଫଳରୁ ମୁକ୍ତି ପାଇନାହାନ୍ତି। ଆଜି ଆପଣମାନଙ୍କୁ କିଛି ଉପାୟ ବତେଇବି, କିଛି ସରଳ ସୋପାନ ବା ପାହାଞ୍ଚ ବତେଇବି, ଯେଉଁ ମାଧ୍ୟମରେ ଆପଣମାନେ ନିଜର ସଞ୍ଚିତ ପାପର ଫଳକୁ କମ୍ କରିପାରିବେ। ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ହେ ଅର୍ଜୁନ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷ୍ୟସ୍ୟାମି ମା ଶୁଚଃ। ଅର୍ଥାତ୍ ସବୁ ଧର୍ମକୁ ତ୍ୟାଗ କରି, ସବୁ ଜ୍ଞାନକୁ ତ୍ୟାଗ କରି, ନିଜର ସବୁ କିଛି ତ୍ୟାଗ କରି ଯଦି ତୁ ମୋ ଶରଣରେ ଆସିବୁ, ମୋ ପ୍ରତି ସମର୍ପିତ ହୋଇ ରହିବୁ, ତାହାହେଲେ ମୁଁ ତୋର ସମସ୍ତ ପାପକୁ ନଷ୍ଟ କରି ତୋତେ ମୋକ୍ଷ ପ୍ରଦାନ କରିବି, ତୋତେ ଶାଶ୍ୱତ ଶାନ୍ତି ପ୍ରଦାନ କରିବି। ତେଣୁ ବନ୍ଧୁଗଣ, ଆମ ମନରେ ଯଦି ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବନା ରହୁଛି, ତାହାହେଲେ ଆମେ ନିଜର ସଞ୍ଚିତ ପାପକୁ ଈଶ୍ୱରଙ୍କୁ ସମର୍ପି ଦେଇପାରିବା ଏବଂ ନିଶ୍ଚିନ୍ତ ଭାବରେ କ୍ଷମାସାଗର ଦୟାନିଧି ଈଶ୍ୱର ଆମକୁ ମୋକ୍ଷ ପ୍ରଦାନ କରିବେ। ତେବେ ଏହା କହିବା ସହଜ ହୋଇପାରେ, କିନ୍ତୁ କରିବା ବହୁତ କଷ୍ଟ। ପାପର ଫଳକୁ କମ୍ କରିବାର ପ୍ରଥମ ଉପାୟ ହେଉଛି ଆତ୍ମସମୀକ୍ଷା, ଅର୍ଥାତ୍ ନିଜକୁ ନିଜେ ପରୀକ୍ଷା କରିବା, ଅନୁଧ୍ୟାନ କରିବା ଯେ ମୁଁ ମୋର ଅତୀତରେ କିଛି ପାପ କରିଛି କି ନାହିଁ। ସ୍ମରଣ କରିବା, ମନେ ପକାଇବା। ପାପର ଅର୍ଥ ଆମେ ଠିକ୍ ଭାବରେ ଜାଣିନାହିଁ, କାହିଁକିନା ଆମେ ହେଉଛେ ସାଧାରଣ ମଣିଷ। ତେବେ ଅଭିଜ୍ଞତା ବା ଅନୁଭୂତି ଆମକୁ ସବୁ ଶିଖାଇ ଦିଏ। କେବଳ ଏତିକି ଆମେ କହିପାରିବା ଯେ ଯଦି ଆମେ ନିଜର ଆତ୍ମାକୁ, ଅନ୍ୟର ଆତ୍ମାକୁ, ସୃଷ୍ଟିକୁ କୌଣସି ପ୍ରକାର କ୍ଷତି ପହଞ୍ଚଉଛେ, କଷ୍ଟ ଦେଉଛେ, ତାହାକୁ ହିଁ ପାପ କୁହାଯାଏ। ପାପ ଦ୍ୱାରା ସଂସାରରେ ସାମୂହିକ ବିନାଶ ଧୀରେ ଧୀରେ ହୋଇଥାଏ। ତେଣୁ ଯଦି ଆପଣମାନେ ନିଜର ଅତୀତରେ କିଛି ପାପ କରିଛନ୍ତି, ପୂର୍ବଜନ୍ମ କଥା ତ ସମସ୍ତେ ମନେ ପକାଇ ପାରିବେ ନାହିଁ ବା ଜାଣିପାରିବେ ନାହିଁ, କିନ୍ତୁ ଏହି ଜନ୍ମରେ ଯଦି କିଛି ପାପ କରିଛନ୍ତି, ତାହାକୁ ଧୀରେ ଧୀରେ ମନେ ପକାନ୍ତୁ। ପାପକୁ ମନେ ପକାଇବା ହିଁ ଆପଣଙ୍କର ପ୍ରଥମ ସୋପାନ ହେବ ପାପରୁ ମୁକ୍ତି ପାଇବା ପାଇଁ। ସୃଷ୍ଟିରେ ନିୟନ୍ତ୍ରଣ ଏବଂ ସମନ୍ୱୟ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସୃଷ୍ଟି ଏକ ରାସାୟନିକ ପ୍ରକ୍ରିୟା। ଏଠାରେ ଗଣିତ ବିଦ୍ୟା, ପଦାର୍ଥ ବିଜ୍ଞାନ ଏବଂ ଜୈବ ବିଜ୍ଞାନ ଇତ୍ୟାଦି ସବୁକିଛି ମିଶି ରହିଛି। ସୃଷ୍ଟିର ମୂଳ ଉଦ୍ଦେଶ୍ୟ ହେଲା ସନ୍ତୁଳନ ରକ୍ଷା କରିବା। ତେଣୁ ପ୍ରକୃତି ସବୁବେଳେ ସନ୍ତୁଳନ ରକ୍ଷା କରିଥାଏ। ଯଦି ଆମେ କୌଣସି ଜିନିଷ ଦେଉଛେ ବା ନେଉଛେ, ଅର୍ଥାତ୍ କର୍ମ କରିବାକୁ ଦେବା କୁହାଯାଏ, ଫଳ ଭୋଗିବାକୁ ନେବା କୁହାଯାଏ। ଯଦି ଏହି ଦୁଇଟି ମଧ୍ୟରେ ସମନ୍ୱୟ ଏବଂ ସନ୍ତୁଳନ ରକ୍ଷା ନହେବ, ତାହାହେଲେ ସୃଷ୍ଟି ଧ୍ୱଂସାଭିମୁଖୀ ହେବ। ତେଣୁ ପ୍ରତ୍ୟେକ ମଣିଷର ଛୋଟିଆରୁ ଛୋଟିଆ କର୍ମ, ଯାହାକି ଆମ ମନରେ ବି ତିଆରି ହୁଏ, ଯେମିତି କୁହାଯାଏ ଯେ କର୍ମ ପଛରେ ମନର ଉଦ୍ଦେଶ୍ୟ କ'ଣ ଥିଲା, ସେହି ଛୋଟିଆ ଉଦ୍ଦେଶ୍ୟଟି ମଧ୍ୟ ଆମର ପାପ ଓ ପୁଣ୍ୟରେ ଗଣା ହୋଇଥାଏ। ପାପର ଫଳକୁ କମ୍ କରିବାର ଦ୍ୱିତୀୟ ଉପାୟ ହେଉଛି ସ୍ୱୀକାର
ଏବଂ ପ୍ରାୟଶ୍ଚିତ ଅର୍ଥାତ୍ ଯଦି ଆପଣମାନେ କିଛି କର୍ମ କରିଛନ୍ତି ଏବଂ ଆପଣଙ୍କୁ ଲାଗୁଛି ଯେ ଏହା ପାପ, ତାହେଲେ ଆପଣ ସ୍ୱୀକାର କରିନେବା ଉଚିତ ଯେ ଏହା ଆପଣଙ୍କର ଭୁଲ। ଯଦି ଆପଣ ଗାଲୁ ମାରିବେ କିମ୍ବା ଯୁକ୍ତି କରିବେ କିମ୍ବା ନିଜ ସହିତ ହଉ କିମ୍ବା ଅନ୍ୟ ସହିତ ହଉ, ଯଦି ଆପଣ ଏ ବିଷୟକୁ ନେଇ ତର୍କ ବିତର୍କ କରିବେ ଯେ ଏହା ମୋର ଭୁଲ ନୁହେଁ, ତାହାହେଲେ ଆପଣ କେବେ ବି ଜାଣିପାରିବେ ନାହିଁ ଯେ ଆପଣଙ୍କର ଭୁଲ କ'ଣ ବା ପାପ କ'ଣ। ତେଣୁ ପାପକୁ ସ୍ୱୀକାର କରିବା ଏବଂ ସେଥିପାଇଁ ପ୍ରାୟଶ୍ଚିତ କରିବା ଅର୍ଥାତ୍ ମନେ ମନେ ପସ୍ତେଇବା ଯେ ମୁଁ ଏଭଳି ଭୁଲ କାହିଁକି କରୁଥିଲି। ଏହି ଭାବନା ଯଦି ଆପଣଙ୍କ ମନରେ ଆସେ, ତାହେଲେ ପାପ ନିଶ୍ଚିନ୍ତ ଭାବରେ ଅନେକ ପରିମାଣରେ ଧୋଇ ହେଇଯିବ। ତୃତୀୟ ଉପାୟ ହେଉଛି ଅନୁଶାସନ ଏବଂ ସହନ। ଅନୁଶାସନ ଅର୍ଥ ପୁଣି ସେହି ଭୁଲକୁ ନ ଦୋହରାଇବା, ବାରମ୍ବାର ନ କରିବା। ଏହାଦ୍ୱାରା ଆପଣଙ୍କର ପାପରେ ପୁଣି ଅନେକ ଗୁଡ଼ିଏ ଶକ୍ତି ସଞ୍ଚିତ ହେବ ନାହିଁ। ସହନ ଶକ୍ତିକୁ ବଢ଼ାଇବା ଆବଶ୍ୟକ। ଯଦି ଆପଣ ପୂର୍ବରୁ କୌଣସି ପାପ କରିଛନ୍ତି, ତାହାର ଦଣ୍ଡ ଏବେ ଭୋଗୁଛନ୍ତି, ତାହାହେଲେ ତାକୁ ମଥାପାତି ସହିବା ଉଚିତ। ତେଣୁ ସହନ ଶକ୍ତି ହିଁ ଆପଣଙ୍କ ମନରେ ପାପ ପ୍ରତି ଯେଉଁ ଭୟ ଏବଂ ଯେଉଁ ଦୁଃଖ, ତାକୁ ଧୀରେ ଧୀରେ ଦୂର କରିବ। ଆପଣ ନିଶ୍ଚିନ୍ତ ଭାବରେ ଜଣେ ପୁଣ୍ୟାତ୍ମାରେ ପରିବର୍ତ୍ତନ ହୋଇପାରିବେ। ଚତୁର୍ଥ ରାସ୍ତା ହେଉଛି ବିପରୀତ ପୁଣ୍ୟକର୍ମ କରିବା। ଅର୍ଥାତ୍ ଯଦି ଆପଣ ପାପ କରିଛନ୍ତି, ତାହେଲେ କେଉଁଭଳି ପାପ ନିଜେ ପ୍ରଥମେ ନିର୍ଣ୍ଣୟ ନିଅନ୍ତୁ। ଏହାପରେ ସେହି ପାପର ବିମୋଚନ କରିବା ପାଇଁ ଏମିତି କିଛି ପୁଣ୍ୟ କାମ କରନ୍ତୁ, ଯାହାଦ୍ୱାରା ସେ ପାପର ଠିକ୍ ବିପରୀତ ଦିଗରେ ଆପଣ କାହାର ଭଲ କରିପାରିବେ। ତେବେ ପୁଣ୍ୟର ଯଦି ଆମେ ସଂଜ୍ଞା ଖୋଜିବା, ତାହାହେଲେ ଗୋଟିଏ କ୍ଷୁଦ୍ର ସଂଜ୍ଞାଟିଏ ହୋଇପାରିବ। ପୁଣ୍ୟ ଅର୍ଥ ନିଜକୁ ଏବଂ ଅନ୍ୟକୁ ତଥା ସୃଷ୍ଟିକୁ ପରିପୁଷ୍ଟ କରିବା, ଆନନ୍ଦିତ କରିବା, ସ୍ଥାନ, କାଳ ଏବଂ ପାତ୍ର ଅନୁସାରେ କାର୍ଯ୍ୟ କରିବା, ଯାହାଦ୍ୱାରା ସୃଷ୍ଟିର ସାମଗ୍ରିକ ମଙ୍ଗଳ ହେବ। ତେଣୁ ଆପଣମାନେ ପାପର ବିମୋଚନ ପାଇଁ କିଛି ନା କିଛି ପୁଣ୍ୟ କର୍ତ୍ତବ୍ୟ ଆରମ୍ଭ କରିଦିଅନ୍ତୁ। ତେବେ ସବୁଠାରୁ ଭୟଙ୍କର ପାପ ଯେମିତିକି ହତ୍ୟା, ଯେହେତୁ ମଣିଷ କାହାକୁ ଜୀବନ ଦାନ ଦେଇପାରିବ ନାହିଁ, ତେବେ ଏହି ପାପରୁ ନିଜକୁ ସବୁବେଳେ ଦୂରେଇ ରଖନ୍ତୁ। ପଞ୍ଚମ ଉପାୟ ବା ପଞ୍ଚମ ସୋପାନ ହେଉଛି ସମର୍ପଣ। ଅର୍ଥାତ୍ ଈଶ୍ୱରଙ୍କ ନିକଟରେ, ଈଶ୍ୱରଙ୍କ ଉପରେ ଭରସା ରଖି ଯଦି ଆମେ ନିଜର ସମସ୍ତ କର୍ତ୍ତବ୍ୟକୁ ଈଶ୍ୱରଙ୍କୁ ସମର୍ପିତ କରିବା, ତାହାହେଲେ ସେ କର୍ତ୍ତବ୍ୟ ନିଷ୍କାମ କର୍ମରେ ପରିବର୍ତ୍ତିତ ହୋଇଯାଏ, ଯାହାର ପାପ କିମ୍ବା ପୁଣ୍ୟଫଳ ଆମକୁ ମିଳିନଥାଏ। ଯଦି ଆମେ ଶାନ୍ତ ଚିତ୍ତରେ ସମ୍ପୂର୍ଣ୍ଣ ରୂପେ ନିଜର ସମସ୍ତ ବିକାରକୁ ଈଶ୍ୱରଙ୍କ ଚରଣ ତଳେ ସମର୍ପିତ କରିଦେବା, ତାହାହେଲେ ତାଙ୍କ ଆଶୀର୍ବାଦରେ ଆମର ପାପ ବିମୋଚନ ହେବ। ତେଣୁ ବନ୍ଧୁଗଣ, ଏହି 5ଟି ଉପାୟ ବା 5ଟି ସୋପାନ ଆପଣଙ୍କୁ କହିଲି। ଆପଣମାନେ ଈଶ୍ୱରଙ୍କ ନାମ ଜପ, ଈଶ୍ୱରଙ୍କ ମନ୍ତ୍ର ଜପ ସହିତ ଏହି ଉପାୟଗୁଡ଼ିକୁ ଅବଲମ୍ବନ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣ ସଫଳତା ପାଇବେ।